ଯେତେବେଳେ ଆମ ଇଣ୍ଡିଆ ଦଳର ଓପନର ମାନେ ଫିକ୍ସ ଥିଲେ, ଯେମିତି ବୀରେନ୍ଦ୍ର ସେହୱାଗ, ଯେମିତି ରୋହିତ ଶର୍ମା, ଏମାନେ ଫିକ୍ସ ଥିଲେ। ଆଙ୍କୁ କେହି ଓପନିଂରୁ କାଢ଼ିଦେବେ ବୋଲି କେହି ସ୍ୱପ୍ନରେ ଭାବୁନଥିଲେ କୋଚ୍ ମାନେ। ତେଣୁ ସେମାନେ ବଢ଼ିଆ ଫର୍ମରେ ରହି ମାଡ଼ ମାରିକି ଛିନଛତ୍ର କରୁଥିଲେ। ସେଇଭଳି ଆମ ସଞ୍ଜୁ ଭାଇକି ମଧ୍ୟ ଫିଟ୍ କରାଗଲା ଓପନିଂରେ ଟି20 ବିଶ୍ୱକପ୍ ପାଇଁ। ମାଡ଼ ମାରିକି ଦେଖେଇଲେ, କିନ୍ତୁ ଦେଖେଇଲା ପରେ କ'ଣ ହେବ? ତାଙ୍କୁ କାଢ଼ିକି ଅଲଗା ଲୋକକୁ ନେବାର ଇଚ୍ଛା। ତେଣୁ ପରିସ୍ଥିତି ଯାହା ହେଲା, ଯେଉଁଭଳିଆ କାଲି ଖେଳିଲେ ୟୁଏସ୍ ସାଙ୍ଗରେ, ଇଣ୍ଡିଆ ତ ହାରି ଯାଇଥିଲା ପୁରା। ସୂର୍ଯ୍ୟ କୁମାର କ'ଣ 50 ଯୋଗୁଁ ଯାହା ଯେମିତି ଜିତିଗଲେ, ନହେଲେ ନାହିଁ ସୂର୍ଯ୍ୟ କୁମାରକୁ ଛାଡ଼ିଦେଲେ। ଯଦି ସୂର୍ଯ୍ୟ କୁମାରକୁ କାଟିଦେବେ ତାହେଲେ ଇଣ୍ଡିଆ ପୁରା ହାରୁଛି। କେଡ଼େ କେଡ଼େ ବ୍ୟାଟ୍ସମ୍ୟାନ୍ ଶୁଭମ ଦୁବେ, ରିଙ୍କୁ ସିଂ, ଇଶାନ କିଶାନ, ଅଭିଷେକ ଶର୍ମା ଛାଡ଼, ତାଣ୍ଡୁଆ ତ ହେଲେ ହେଲା, ନହେଲେ ନାହିଁ କେତେବେଳେ 100 କେତେବେଳେ 0। ତେଣୁ ତାଙ୍କ ଉପରେ ଭରସା ରଖି ତ ବିଶ୍ୱକପ୍ ଯାଇପାରିବନି ନା। ମେନ୍ ମ୍ୟାଚ୍ରେ ପୁରା ଫୁଟେଇ ଦେବେ, ଶୂନ୍ୟ ଫୁଟିଯାଏ, ଆସ ଘରେ ଆସି ବସ। ତେଣୁକରି ସଞ୍ଜୁ ସାମସନ୍ଙ୍କୁ ଯେଉଁ ଆମ ଗାମ୍ଭୀର ସାର୍ କାଢ଼ିଦେଲେ, କହିଲେ ଆମର ଆଉ ଟିକେ ହାର୍ଡ ଓପନର ଦରକାର। ସଞ୍ଜୁ ସାମସନ୍ଙ୍କ ହାର୍ଡ କିଏ ଅଛି? ଠିକ୍ ଅଛି ଭାଇ, ଫ୍ଲପ୍ ହୋଇଗଲେ 2-4ଟା। ଫ୍ଲପ୍ ହେଲେ କ'ଣ ଅଛି? ବଡ଼ ଖେଳାଳି ବଡ଼ ମ୍ୟାଚ୍ରେ ଦେଖେଇବେ। ରୋହିତ ଶର୍ମା ସଦାବେଳେ ଫ୍ଲପ୍ ରହିବେ, କିନ୍ତୁ ବଡ଼ ମ୍ୟାଚ୍ରେ ବାଡ଼େଇକି ସାଇଜ୍ କରିଦେବେ। ସେଇଭଳି ସଞ୍ଜୁ ଭାଇକି ନ ଖେଳିଲେ ବିଶ୍ୱକପ୍ରେ ମଜା ଲାଗୁନି। ଅଭିଷେକ ଶର୍ମା ଗୋଟେ ଥର ବାଡ଼େଇଲେ ମଜା ଲାଗୁଛି, ଆଉ ଗୋଟେ ଥର ଆଉଟ୍ ହେଇଗଲେ ଗଲା। ତେଣୁକରି ଯେଉଁଭଳି ଇଣ୍ଡିଆ ଦଳ ଖେଳିଲା, ଆପଣ କ'ଣ କହିବେ? ମୋ ମତରେ ସଞ୍ଜୁ ସାମସନ୍ଙ୍କୁ ଓପନିଂ ଛାଡ଼ିବା ଦରକାର। ଲକି ପ୍ଲେୟାର, ଇଣ୍ଡିଆ ସହିତ ରହିଲେ ଇଣ୍ଡିଆର ସବୁ ଓଭରରେ ଭଲ। ତେଣୁକରି ଆପଣମାନେ ବିଚାର କରନ୍ତୁ। ଗାମ୍ଭୀର ସାର୍ ଏମିତି ନ ହୋଇ 1000 ଥର ଅଦଳ ବଦଳ ନ କରି ଫିକ୍ସ ରଖନ୍ତୁ। ଆପଣ ଖେଳାଳିମାନଙ୍କୁ କହିଦିଅନ୍ତୁ, ଯାହାର ଯେଉଁ ସ୍ଥାନ ସେ ନିଶ୍ଚୟ ଠିକ୍ ଖେଳିବେ। ଆଉ ଆଜି ଯିଏ ଓପନିଂ, କାଲି ସେ କେତେ ନମ୍ବର ଆସିବ ସେ ଜାଣିନି। କାଲି 11 ଜଣରେ ବାଦ୍ ପଡ଼ିଯାଉଛି। ସେଇଭଳି ହେଲେ କିଛି ଚାଲିବ ନାହିଁ।